गोविंद गोपाल मेरा मुरली मनोहर नंद लाला ओ मेरा मुरली मनोहर नंद लाला भज गोविंद गोविंद गोपाल हरि भज नारायण गोविंद गोपाल गुरु गोविंदाय नमः। प्रिय भक्त बंधु प्रिय दर्शक बंधु पुण्यात्मा मने पुण्यमयी कल्याणदायिनी आशीषदायिनी अभयदायिनी मोर समस्त माँ माने सबु साधु सन्थ वैष्णव ब्राह्मण देवता गुरु गुरुजन सबु बापा माँ समस्तंक पाद तली आम तरफरु सर्वप्रथमे कोटि कोटि मथालोटा प्रणाम। भलरे थांतु आपण माने विश्व नियंता भगवान आपणकर आपणक परिवार वर्गंकर मंगल करंतु यह ही कामना। एबे आसंतु जिबा आम नंदीघोष टीभीर नियारा कार्यक्रम जार ना श्रीकृष्ण। पूर्व अध्याय आपण माने प्रसंग शुणुथिले पुणितपुर राजा बलिंकर पुओ जहांकर नाम बाणासुर कन्या हला उषा उषा राति रे स्वप्न रे देखिला सुंदर युवक तो चित्र लेखा चित्र करी देखैला गोटिए गोटिए चित्र देख एई से चित्र जो युवक को तू राति रे देखिथुलु ये से चित्र शेष रे जतबेले सिद्धांत हैला कृष्णंकर पुओ प्रद्युम्न तांको पुओ होची अनिरुद्ध एवं अनिरुद्धंक फोटो देखिबा परे चित्रपट देखिबा परे चित्रलेखा राताराति अनिरुद्ध को बिछणा सहित पलंक सहित टेकी आनिला। अनिरुद्ध जतबेले आखि खोलिके देखे ता सामना रे ठिया हिची अपरूपा सुंदरी युवती मने मने भाबिला गोटे पद आपण आगे गाउची पुराणा कालिया पद आज्ञा पुराणा कालिया गीत पुराणा कालिया पदर ता स्वाद अलगा नहीं बापा गोटे पुराणा कालिया पद कहूची हाँ सर्वे जो सुकुमारी शिरोमणि रमणी मंडले मंडला पुराणा कालिया गीत पुराणा कालिया राग पुराणा कालिया स्वर सर्वे जोसा सुकुमारी शिरोमणि रमणी मंडले मंडला क्षीर सिंधु जे मा सावित्री उमा किरे क्षीर सिंधु जे मा सावित्री उमा शोभाकु लोहिबे एड़े सुंदर अनिरुद्ध चाहिला अरे एड़े सुंदर झियो आज्ञा उषा कला कौन से ही दिन अनिरुद्ध
ନିଜର ଇହକାଳ ପରକାଳର ଦେବତା ମନେ କରି ଅନିରୁଦ୍ଧଙ୍କ ପାଦ ତଳେ ମୁଣ୍ଡିଆ ମାରି ନିଜକୁ ତାଙ୍କର ସ୍ତ୍ରୀ ଭାବରେ ତାଙ୍କ ପାଦ ତଳେ ସମର୍ପିତା କରିଦେଲା ନିଜକୁ। ଆଜ୍ଞା ଖାଲି ପଦେ କହିଲା ମନ ତନ ଯୌବନ ପାଦ ତଳେ ଦେଲି ପାଦ ତଳେ ଦେଲି ପାଦ ତଳେ ଦେଲି ମନ ତନ ଯୌବନ ପାଦ ତଳେ ଦେଲି ପାଦ ତଳେ ଦେଲି ପାଦ ତଳେ ଦେଲି ইহকাল পরকাল দেবতা মানিলি গোবিন্দ গোবিন্দ জয় শ্রীরাধা গোবিন্দ শ্রীরাধা গোবিন্দ নন্দর নন্দন প্রভু হে পরমানন্দ হে পরমানন্দ হে পরমানন্দ। ମୋ ଇହକାଳ ପରକାଳର ଦେବତା ହଉଛନ୍ତି ଆପଣ। ପାଦ ତଳେ ମୁଁ ନିଜକୁ ସମର୍ପଣ କରି ଦଉଛି। ଆଜ୍ଞା ଅନିରୁଦ୍ଧ ଉଷାଙ୍କ ଘରେ ରହିଲା। ଯଦି ଉଷା ଅନିରୁଦ୍ଧର ସ୍ତ୍ରୀ ହେଲା ତାହେଲେ ଉଷାର ବାପ ଘରଟା ଅନିରୁଦ୍ଧର କଣ ହବ? ଶ୍ୱଶୁର ଘର। ଆଜ୍ଞା ଶ୍ୱଶୁର ଘରେ ଜୋଇଁଟା ବେଶୀ ଦିନ ରହିବାଟା ଭଲ କି? କଥାରେ କହନ୍ତିନି ଏକ କୁତା କୁତା ପାଳେ ଏକ କୁତା କୁତା ମାରେ। ଆଜ୍ଞା ନାହିଁ ବହିରେ ଲେଖା ହେଇନି ଏକ କୁତା କୁତା ପାଳେ ଏକ କୁତା କୁତା ମାରେ କୁତା କୁତା ପାଳେ ଏକ କୁତା କୁତା ମାରେ। ଆଉ ଚାରି କୁକୁର ଏକ କୁତା ଭଉଣୀ ଘରେ ଭାଇ ଏକ କୁତା ଶ୍ୱଶୁର ଘରେ ଜୋଇଁ ଏକ କୁତା ଭଉଣୀ ଘରେ ଭାଇ ଏକ କୁତା ଶ୍ୱଶୁର ଘରେ ଜୋଇଁ। ଚାରି କୁକୁର ନା ଆଜ୍ଞା ଗୋଟେ କୁକୁର ପାଳୁଥବ ଆଉ ଗୋଟେ କୁକୁର ଗୁଡାକ ମାରୁଥବ। ଗୋଟିଏ କୁକୁର ହଉଛି ଭଉଣୀ ଘରେ ଭାଇ। ଭଉଣୀ ଘରେ ଭାଇ ଦିନେ ରହିବ 2 ଦିନ ରହିବ 3 ଦିନିଆ ରହିଲା ଦିନ ଫାଇନାଲ ଆଜ୍ଞା ଚତୁର୍ଥ ଦିନ ଅଲବତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହବ। ଶଳା ବେଶୀ ଦିନ ଭିଣେଇ ଘରେ ରହିଲେ ଖରାପ ହେଇଥାଏ ଆଗରୁ ଲୋକମାନେ ପୁରୁଖା ଲୋକମାନେ କହିଛନ୍ତି। ଆଉ ଏକ କୁତା ଶ୍ୱଶୁର ଘରେ ଜୋଇଁ ଯୋଉଦିନ ପ୍ରଥମ ଦିନ ଶ୍ୱଶୁର ଘରେ ଯେତେବେଳେ ପହଞ୍ଚିବ ତା ଶାଶୁ ଅଣ୍ଟାରେ ଲୁଗା ଭିଡ଼ିକି ବାହାରି ପଡ଼ିବ ମୋ ଜୋଇଁ ଆଇଛି। 6 ତରକାରୀ 9 ଭଜା ହବ, ମାଛ ହବ, ମାଂସ ହବ, ପନିର ହବ, ଛତୁ ହବ, ଡାଲମା ହବ, ଡାଲି ହବ, ଭଜା ହବ, ପାସ୍ ହବ, କେତେ ନବରଗ କେତେ ପ୍ରକାର ତରକାରୀ। ଶାଶୁ ଲୁଗା ଭିଡ଼ି ବାହାରିବ ମୋ ଜୋଇଁ ଆଇଛି। ଏ ବାପା ମା ସେ ଜୋଇଁ ଯଦି ଦିନକୁ 8 ଦିନ ରହିଲା ସେଠୁ ତରକାରୀ କମି ଆସିବ। 9 ଦିନିଆ ଦିନ ଖାଲି ଭାତ ଡାଲି ଆଳୁ ଭର୍ତ୍ତା। ବାପା ମୁଁ ବୁଢ଼ୀ ମଣିଷ ଏକୁଟିଆ ଯେତିକି ପାରିଲି କଲି ବାପା ଖାଇଦିଅ ସେ ଗୋଟାକ କଣ କରିବା। 8 ଦିନିଆ ଦିନ 9 ଦିନିଆ ଦିନ ଯଦି 15 ଦିନ ଜୋଇଁ ରହିଲା 16 ଦିନିଆ ଦିନ ବ୍ୟାଗଟା ହାତରେ ଧରିଦବ ବାପା ପାଖରେ ହାଟ ହଉଛି ବଜାର 2ଟା ପରିବା ନେଇ ଆସିବ। ତା ଜୋଇଁ ପୁଣିଆ ଗଲା। ନାଇଁ ଆଜ୍ଞା ଏକ କୁତା କୁତା ପାଳେ ଏକ କୁତା କୁତା ମାରେ ଏକ କୁତା କୁତା ପାଳେ ଏକ କୁତା କୁତା ମାରେ ଏକ କୁତା ଭଉଣୀ ଭାଇ ଏକ କୁତା ଶ୍ୱଶୁର ଘରେ ଏକ କୁତା ଭଉଣୀ ଘରେ ଭାଇ ଏକ କୁତା ଶ୍ୱଶୁର ଘରେ ଜୋଇଁ। ଆଜ୍ଞା ଯାହା ହଉ କିନ୍ତୁ ଅନିରୁଦ୍ଧ ଅଛି। ଉଷା ଦିନକୁ ଦିନ ସ୍ୱାମୀ ସହିତ ରତି କ୍ରୀଡ଼ା। ଆଜ୍ଞା ଦିନକୁ ଦିନ ଉଷାର ରୂପ ମଧ୍ୟ ବଦଳିବାକୁ ଲାଗିଲା କିନ୍ତୁ ବାପ ରଖିଛି କେମିତି ଆଜ୍ଞା ପବନ ଯିବାକୁ ବାଟ ନାହିଁ ମାଛି ପଡ଼ିଲେ ନବଖଣ୍ଡ। ଏମିତିଆ ଜାଗାରେ ଉଷାକୁ ଆଣିକି ବାପ ବାଣାସୁର ବନ୍ଦୀ କରିକି ରଖିଛି। ବନ୍ଦୀ ଭଳି ଜୀବନ ଯାପନ କରୁଛି ଆଉ କଣ। ମାଛି ପଡ଼ିଲେ ନବଖଣ୍ଡ ଏମିତି କିନ୍ତୁ ତଥାପି ତା ଭିତରକୁ ଅନିରୁଦ୍ଧ ଯାଇପାରିଲା। କିନ୍ତୁ ରତିରଙ୍ଗ ହବା ପରେ ଉଷାର ଚାଲି ଚଳଣି ତା ରଙ୍ଗ ତା ଚେହେରା ସବୁ ବଦଳିଗଲା। ଆଜ୍ଞା ଯିଏ ଦେଖିଲା ରତିକୁ ସିଏ ମନେ ମନେ ସନ୍ଦେହ କଲା। ଆଜ୍ଞା ରତି ଯେତେବେଳେ ଆଜ୍ଞା ଅନିରୁଦ୍ଧ ତ ଘର ଭିତରେ ଲୁଚିକି ରହେ। ସକାଳୁ ରତି ପଦାକୁ ବାହାରିବ ନା ଯେତେବେଳେ ପଦାକୁ ବାହାରେ ଦ୍ୱାରୀମାନେ ଠିଆ ହେଇଥିବେ ଦ୍ୱାରୀମାନେ ଦେଖିଲେ ଆରେ ଇଏ କଣ ଇଏ ତାକୁ ଠାରିଲା ସିଆକୁ ଠାରିଲା ସିଆକୁ ଠାରିଲା। ଓଡ଼ିଆ ଭାଗବତ ଗୋଟେ ପଦ କହୁଛି ଆଜ୍ଞା ଦ୍ୱାରୀମାନେ କଣ କହିଲେ ଦେଖି ଡରିଲେ ଦ୍ୱାରୀ ଗଣ ବିଚାର କରେ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ କହିଲେ କର ଯୋଡ଼ିବେ গে ରାଜନ ଚୂଡ଼ାମଣି ଦେଖିଲୁ
ରଙ୍ଗ ପାନ କରି ହେଳେ ତରିଲେ ହରି 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 ଗୋବିନ୍ଦ 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 ପଦୁ ଗଳୁଛି ମଗର। ଦ୍ୱାରୀ ମାନେ ଯେତେବେଳେ ଉଷାକୁ ଦେଖିଲେ କହିଲେ ଇଏ ତାକୁ ଜଣେ ଦ୍ୱାରୀ ଆଉ ଜଣକୁ କହିଲା କହିଲା ଭାଇରେ ମତେ କାହିଁ ଠିକ ଠାକ ଲାଗୁନି। କହିଲା କାହିଁ କହିଲା ନାଇଁ ଏ ଝିଅର ରୂପ ରଙ୍ଗ ଢଙ୍ଗ ଦେଖି ମତେ କାହିଁ ଠିକ ଲାଗୁନି। ଆମେ ଗୋଟେ କାମ କରିବା ଆମେ ରାଜାଙ୍କୁ ଜଣେଇଦବା ଆମେ କାହିଁ ପଛରେ ଦୋଷ ମୁଣ୍ଡେଇବା ଆମେ ରାଜାଙ୍କୁ ଜଣେଇଦବା। ତ ଯାଇ ରାଜା ବାଣାସୁରଙ୍କ ପାଖରେ ପହଞ୍ଚିଲେ କହିଲେ ମଣିମା ମଣିମା ଆପଣଙ୍କ ଝିଅର କଥା ଆମେ କହିବାକୁ ଆମକୁ ଖରାପ ଲାଗୁଛି। ରାଜା କହିଲେ ଆରେ କଣ ହେଇଛି କହୁନା ମୋ ଝିଅକୁ ତ ମୁଁ ଏମିତିଆ ଘରେ ରଖିଛି ମାଛି ପଡ଼ିଲେ ନବଖଣ୍ଡ ପବନ ଯିବା ଆସିବା କରିବାକୁ ବାଟ ନାହିଁ ଅସୁବିଧା କଣ ହେଲା। ତ ଦ୍ୱାରୀ ମାନେ କହିଲେ ହେ ରାଜନ ଆମକୁ ଆପଣ ଦାୟିତ୍ୱ ଦେଇଥିଲେ ଜଗିବା ପାଇଁ ଆମେ ଜଗିଥିଲୁ କିନ୍ତୁ ଭଲ ମନ୍ଦ କଣ ହେଲେ ଆମେ ତ ଜଣେଇବୁ ନା ଆପଣଙ୍କୁ। ରାଜା କହିଲେ କଣ ହେଇଛି କହୁନା। ଦ୍ୱାରୀ ମାନେ କହିଲେ ଓଡ଼ିଆ ଭାଗବତ ଗୁଣ ଦୂଷଣ କନ୍ୟା ଗୁଣ ରାଜନ ସାବଧାନେ ଶୁଣ। ହରି ହରି ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। କନ୍ୟାର ଦ୍ୱାରେ ଆମ୍ଭେ ଥାଇ ଦଣ୍ଡେ ଅବକାଶ ନାହିଁ। କନ୍ୟାର ଦ୍ୱାରେ ଆମ୍ଭେ ଥାଇ ଦଣ୍ଡେ ଅବକାଶ ନାହିଁ। ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଆପଣଙ୍କ ଝିଅକୁ ଦ୍ୱାର ମୁହଁରେ ଆମେ ଜଗିଥିଲୁ କିନ୍ତୁ କଣ ହେଲା ଆମେ କାହିଁ ଭାବୁଛୁ ଆପଣଙ୍କ ଝିଅ ଆଉ ଆମ ଆୟତ୍ତ ଭିତରେ ନାହିଁ। ତାର ରୂପ ରଙ୍ଗ ବଦଳି ଗଲାଣି ଆଜ୍ଞା। ରାଜାଙ୍କ ମୁଣ୍ଡରେ ଯେତେବେଳେ ଏ କଥା ବସିଲା ଆଜ୍ଞା କୋଉ ବାପ ମା ଅଛନ୍ତି ସହିବେ। ଯଦି ତାଙ୍କ ପୁଅ ଅବାଟରେ ଗଲା ତାଙ୍କ ଝିଅ ଯଦି ଅବାଟରେ ଗଲା କୋଉ ବାପା ମାଙ୍କ ଦେହ ସହିବ। ଏ ବାପା ମା କିଛି ବାପା ମା ଅଛନ୍ତି କହନ୍ତି ଜନ୍ମ ସିନା ଦେଲୁ ଆମେ କଣ ଆମେ କର୍ମ ଦେଇଛୁ କି। ଆଜ୍ଞା ସତ କଥା କର୍ମ ସିନା ଦେଇନାହାନ୍ତି କିନ୍ତୁ ଉତ୍ତମ ସଂସ୍କାର ତ ଦେଇପାରିବେ ଠିକ ନା ଭୁଲ ଆଜ୍ଞା। କର୍ମ ସିନା ଆପଣ ଦେଇପାରିବେନି ଛୁଆମାନଙ୍କର ସଂସ୍କାର ଦେଇକି ତ ଗଢିକି ତୋଳି ପାରିବେ ଛୁଆକୁ ନିଜ ସନ୍ତାନକୁ। ଆଜ୍ଞା ବାଣାସୁର ଚିନ୍ତା କଲା ମୋ କନ୍ୟାର ସଂସ୍କାର ତ ମୁଁ କେବେ ଅଭାବ କରିନି ତାହେଲେ କାହିଁ କେମିତି ହେଲା ଆଉ କିଏ ସିଏ କଣ କରୁଛି ସିଏ। ବାଣାସୁରର ମୁଣ୍ଡ ଉପରେ ଯେ କେହି ଯେମିତି ବଜ୍ରାଘାତ କରିଦେଲା କିଏ ସିଏ। ଏଇଆ ଚିନ୍ତା କରି ବାଣାସୁର ପଶିଗଲା କହିଲା ମୋ ଝିଅ ଘରକୁ ମୁଁ ଯିବି। ନିଜେ ବାଣାସୁର ପଶିଗଲା ଝିଅର ଘର ଭିତରେ ଉଷା ଘର ଭିତରେ ପଶିଗଲା ପରେ କଣ ଦେଖିଲା ଆଜ୍ଞା ସୁନ୍ଦର ଯୁବକଟିଏ ବସିଛି ଅନେଇ ଦେଲା। ଆଜ୍ଞା ଝିଅର ଯେତେବେଳେ ବିଭାଘର ବୟସ ଆସେ ଝିଅ ଚିନ୍ତା କରେ ମୋ ପାଇଁ ଏମିତିଆ ପିଲାଟିଏ ଭଗବାନ ଦିଅନ୍ତୁ ସେ ପିଲାଟିର ଆଉ କିଛି ଥାଉ ନଥାଉ କିନ୍ତୁ ତା ରୂପଟି ସୁନ୍ଦର ହେଇଥିବା ଦରକାର। ଗୋଟେ ଶ୍ଲୋକ କହୁଛି କନ୍ୟା ବରୟତେ ରୂପ ମାତା ଭୀତ ପିତା ବାନ୍ଧବା କୁଳ ମିଛନ୍ତି ମିଷ୍ଟାନ୍ନ ମିତରେ ଜନା। କଣ କହେ ଆଜ୍ଞା କନ୍ୟା ବରୟତେ ରୂପ ଝିଅ ଚିନ୍ତା କରେ ମୋ ସ୍ୱାମୀ ଝିଅ ହବ ତାର ଖାଇବାକୁ ଥାଉ ନଥାଉ କିନ୍ତୁ ତା ରୂପଟି ସୁନ୍ଦର ହେଇଥାଉ। ଯେତେବେଳେ ମୋ ସାଙ୍ଗ ଝିଅଙ୍କ ପାଖରେ ମୁଁ ଠିଆ ହେଇଥିବି ମୋ ସାଙ୍ଗ ଝିଅ ମାନେ ପଚାରୁଥିବ ଏ ତୋ ବର କିଏ କହୁନୁ ମୁଁ ହେଇ ଯୋଉ ଠିଆ ହେଇନି ସେ ମୋ ବର ମାନେ ମୋର ଟିକେ ଖାତିର ଏଡେ ସୁନ୍ଦରିଆ ପିଲାଟେ ତୁ ବାହା ହେଇଛୁ ସାଙ୍ଗ ଝିଅ ମାନେ କହିବେ ନା କନ୍ୟା ବରୟତେ ରୂପମ ମାତା ବିତ୍ତମ ଝିଅର ମା ଚିନ୍ତା କରେ ମୋ ଝିଅ ଯୋଉ ପିଲାର ହାତ ଧରିବ ଦେଖିବାକୁ ଯାହା ହେଇଥାଉ ଚଳିବ କିନ୍ତୁ ତାର ଧନ ସମ୍ପତ୍ତି ପୁଳେ ଥାଉ ମୋ ଝିଅ ଚିନ୍ତା ଯେମିତି ମୁଁ କରିବିନି ମୋ ଝିଅ ଯେମିତି ମୋ ଚିନ୍ତା କରୁଥିବ। ପିତା ଶ୍ରୁତ୍ୱମ୍ ଝିଅର ବାପ କଣ ଚିନ୍ତା କରେ
मो झी एमतिया पिलाटी को बाहा हम मो ज्वाई झी हम से अंचल खातिर थब मुझे रास्ता जाऊथबी लोक मैंने अरे बुढ़ाटी किए कि रे लोक आ जानू किए से अमुकई बाबू नुह तांकरी ससुर लोक आस मत आज्ञा नमस्कार आपण को ज्वाई आम सांग आज्ञा मो छातीटा कुंडे मोटे है बांधवा कूल मिछंती बंधु बांधव माने जतिक थांती से माने चिंता करती अरे से झियो जहाँ को बाहा हो रे आमर कौन गला आमे जो कूल रे जन्म आम झीटा से कूल रे ही जाऊ आउ मिष्टान्न मितरई जनाहा आउ जो इतर जन माने रहिले आउ जे साई पड़िसा गाँ गंडा जी एमती रहिले एमाने चिंता करती ये झील तार जिमिति बाहा होउछ हो जोठी बाहा होउछ हो आमको पेटे लेखा भूरी भोजन खाइबा को दो किंतु ये क्षेत्र रे कन्यार घर भीतर को जते बेले बाप बाणासुर पशिगला देखला सुंदर युवक पचारिला किए तू एठी केते दिन हला आसिलु ए युवक जनक ठिया ही पड़ले कहले मु 4 मास हला आइलिनी बाणा कहला कौन तू 4 मास हला मो झियो घर कहला हां मु 4 मास हला आसी कहला तो बोपा मा तते खोजु ना तू 4 मास हला अरे के ओछरे बांधा को अनिरुद्ध ठिया ही पड़ला कहला मते किए बांधिबो मो बाप होची प्रद्युम्न मो जेज होचंती भगवान कृष्ण मते किए बांधिबो आज्ञा किछि पिला माने थांती आज्ञा खराब भावेनि आज्ञा किछि पिला माने थांती बाप जेजंक ना कहि कि मुकुलिया को चेष्टा करंती हैं जदि बाजार कोठी पुलिस धरदेला तुम खराब काम कर बाजार पुलिस धरी पकेला अरे भाई चल जेल चल चल थाना को चल जान मो बापा किए जान मो जेज किए जान कौन मिलू भाई अरे बाप ना रे जेज ना रे कौन चलुच निजर प्रतिष्ठा निजे ही तैयारी कर लोक माने तम बापा को देखिले कहतु से अमुके बाबूंकर ये होचंती बापा सेटा बापा को बापार गौरव बढ़े दब सेटा आ जदि लोक माने कहती ये अमुके बाबूंकर पुओ आपणकर गौरव बढ़िबनी बढ़िबो आपणक बापांकर गौरव हां हो किंतु निजे निजर प्रतिष्ठा निजे सृष्टि करबा पई चेष्टा करो अन्य प्रतिष्ठा को नेकी आम ऊपर काहे लदा हम हैं ए बापा मा मु का पुओ जानिच बाणासुर कहला का पुओ तू कहला मु प्रद्युम्न पुओ कहला हां हेला कौन हेगला सेटू कहला मो जेज किए जानिच कहला किए कहूनु कहला मो जेज होचंती भगवान कृष्ण कह हां हेला कौन हेला सेटू हैं अरे तो जेज जदि महत लोक तो बोपा जदि महत लोक तू गोटे खराब काम केमिति करतु हैं कुळ पांसुळ ए बापा मा गोटे कथा मन रखिथिबे छोटिया भूल पाई हैं छोट भूल टिए पाई आज्ञा बाप इज्जत रे बाप इज्जत रे बाप इज्जत रे आज्ञा पुअर छोट भूल पाई गोटे छोट भूल पाई बाप इज्जत रे बाप इज्जत रे बाप इज्जत रे कलंक লাগিব পরা নিষ্কলঙ্ক চন্দ্র রে গোবিন্দ গোবিন্দ জয় শ্রী রাধা গোবিন্দ নন্দন নন্দন প্রভু হে পরমানন্দ হে পরমানন্দ হে পরমানন্দ বাণা অনেইলা এ উষা উষা ঠিয়া হিকলা আজ্ঞা বাপা লাজ লাগুনি তোতে বাপা বলি ডাকুছ মতে লাজ লাগুনি হ্যাঁ छुआटी दिन तते मुझे संस्कार देली एमती गढ़ी तैयारी करी एमती ते तैयारी करी यही शिक्षा ते यही उपदेश मुझे देली 4 मास है गोटे अजना अचिन्हा युवक को आनिकी घर पाखे रखीचु घर भितर रखीचु यही संस्कार मुझे तते ए झियो ए टिकिया भाभी पार्लुनी बापर इज्जत टिके मने न पड़ीला बापर केते सम्मान केते मान केते इज्जत ए राज्य ए भारत रे केते इज्जत दियंती बापर सम्मान टिके मने न पड़ीला हां
ଯୁବକ ଡାକି ତା ଗଳେ ଫୁଲ ମାଳା। গোবিন্দ গোবিন্দ জয় শ্রী রাধা গোবিন্দ শ্রী রাধা গোবিন্দ নন্দ 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 প্রভু হে পরমানন্দ হে পরমানন্দ হে পরমানন্দ। ବାପର ଇଜ୍ଜତ ଟିକେ ଜଗି ପାରିଲୁନି ଗୋଟେ ଅଜ୍ଞାତ ଯୁବକ ଡାକି। ପିତୃ ପ୍ରଦତ୍ତ କନ୍ୟା ଶାସ୍ତ୍ରରେ ପ୍ରମାଣ ଅଛି ଆଜ୍ଞା। ଏ ବାପା ମା 8 ପ୍ରକାର ବିବାହ ଅଛି। ପୈଶାଚ ଚାଷ୍ଟ ନିନ୍ଦିତ ବିହାରୀଲାଲ କର୍ମକାଣ୍ଡ ଦୁର୍ବଳ କୃତ୍ୟ ବହିରେ ଲେଖା ଅଛି। 8 ପ୍ରକାର ବିବାହ ଆଜ୍ଞା 8 ପ୍ରକାର। ତା ଭିତରୁ ସେ ଯୋଉଟା ଶେଷ ବିବାହ ସେଇଟା କୁହନ୍ତି ପିଶାଚ ବିବାହ। ଦୈବ ଗାନ୍ଧର୍ବ ଇତି ଇତି ଆସୁର ଏମିତି ସବୁ ମିଶି ଶେଷ ହେଲା ପୈଶାଚ ବିବାହ। ପୈଶାଚ ବିବାହ ମାନେ ଯାହାକୁ ଜବରଦସ୍ତ ହରଣ କରିକି ଆଣିବା, ଜବରଦସ୍ତ ଜୋର ଜବରଦସ୍ତ ଯାହା ସହିତ ବିବାହ କରିବା ତାକୁ କୁହନ୍ତି ପିଶାଚ ବିବାହ। ଏବଂ ଏ ବିବାହକୁ ଶାସ୍ତ୍ର ନିନ୍ଦା କରେ। କିନ୍ତୁ ତୁ ଯୋଉ ବିବାହ କଲୁ ପିତୃ ପ୍ରଦତ୍ତ କନ୍ୟା। ବାପା ମା ଝିଅ ଯଦି ବାପ ଇଚ୍ଛା ଅନୁସାରେ ବାପା ମାଙ୍କ ଇଚ୍ଛା ଅନୁସାରେ ବିବାହ କରେ ତାହେଲେ ତାକୁ ସୁଖ ମିଳିଥାଏ ବୋଲି ଶାସ୍ତ୍ରରେ ପ୍ରମାଣ। କିନ୍ତୁ ଆଜିକାଲି ଆଜ୍ଞା କଣ ହଉଛି ମୁଁ ତ କହିବିନି ସେ କଥା। କ୍ଷମା କରିବେ ଆଜ୍ଞା। ଉଷାକୁ ଡାକି ବାଣାସୁର କହୁଛି କଣ କଲୁ ତୁ? ଯୋଉ କାମ କଲୁ ବାପର ଇଜ୍ଜତ ରହିଲା ନା ମାଟିରେ ମିଶିଲା? କଣ କଲୁ ଏ ଝିଅ? ଅନିରୁଦ୍ଧ ଠିଆ ହେଇଛି ସୈନ୍ୟମାନଙ୍କୁ ଡାକିଲା ଆସ ବାନ୍ଧି ପକା ତାକୁ ତେଣିକି ତାପରେ ବିଚାର କରିବା। ବାନ୍ଧ। ସୈନ୍ୟମାନେ ଆସୁଛନ୍ତି କଣ ଆଜ୍ଞା ବାନ୍ଧିଦେବେ? କୃଷ୍ଣଙ୍କ ନାତି ପ୍ରଦ୍ୟୁମ୍ନଙ୍କ ପୁଅ ଅନିରୁଦ୍ଧ ଏତେ ନା ବାନ୍ଧିଦେବେ? କଣ କରିବେ? ଆଜି ଆଉ ସମୟ ସାଥ ଦଉନି ଆଜ୍ଞା। ଆଗାମୀ ଅଧ୍ୟାୟରେ ଏଇଠୁ ଆଲୋଚନା ଆରମ୍ଭ କରିବା। କିନ୍ତୁ ବିଦାୟ ନେବା ପୂର୍ବରୁ ଆଜିର କଥା ଜ୍ଞାନୀ ଭକ୍ତ ବନ୍ଧୁମାନେ ଆଜିର କଥା ମୃତରେ ଗୋଟେ ଛୋଟ କଥା ମନେ ରଖିବେ। ପ୍ରତି ଗୁରୁବାର ଦିନ ପାରାମାନଙ୍କୁ ହଳଦୀ ଗୋଳା ହେଇଥିବା ଚାଉଳ ଖାଇବାକୁ ଦିଅନ୍ତୁ। ପ୍ରତି ଗୁରୁବାର ଦିନ ପାରାମାନଙ୍କୁ ହଳଦୀ ଗୋଳା ଚାଉଳ ପ୍ରତି ଗୁରୁବାର ଦିନ ଖାଇବାକୁ ଦେଲେ ଘରେ ଥିବା ପୁଅ ଝିଅ ଯାହାର ଯଦି ବିବାହ ହେଇପାରୁନାହିଁ ତାହେଲେ ଶୀଘ୍ର ବିବାହ ହେଇଯାଏ। ପାଳନ କଲେ ମଙ୍ଗଳ ହବ। ଇଏ ଥିଲା ଆଜିର କାର୍ଯ୍ୟକ୍ରମ। ପୁଣି ଆଗାମୀ ଅଧ୍ୟାୟରେ ଭେଟ ହବା। ଭଜ ଗୋବିନ୍ଦ ଗୋବିନ୍ଦ ଗୋପାଳ ভজ গোবিন্দ গোবিন্দ গোপাল মেরা মুরলি মনোহর নন্দলাল ও মেরা মুরলি মনোহর নন্দলাল ভজ গোবিন্দ গোবিন্দ গোপাল ভজ গোবিন্দ গোবিন্দ গোপাল। গুরু গোবিন্দায় নমঃ। अरे कुआडे चलिले सकाळू सकाळू? अरे चिंटू इंजीनियर घर तैयारी चली ना टीएमटी रिबार नबार अछि। कोउटा भी सस्ता वाला। हाउ नुआ फोन एटा केमिति नेले? एटा स्टोरेज कैमरा डिस्प्ले सब चेक करके नै छी। अच्छा तो फोन पाई एते रिसर्च आउ घर पाई माने टाटा स्टील आशियाना रे रिसर्च करिवे तो जानि परिबे जे टाटा टिस्कॉन 550 एसडी रे अछि अधिक शक्ति आउ नमनीयता जहा आपणक घर को दिए सुरक्षा साथी रे सेविंग स्पीड। कौन हैला प्रथमे रिसर्च करिवार अछि ना। टाटा टिस्कॉन 550 एसडी बुद्धिमान हुअन्तु उत्कृष्ट बाछन्तु। सुरक्षा से ये बाछ